रंग या रंगवती अरे की सजाऊचु कि आउ तू शीघ्र बाहरी पड़ अरे समय पूरा 10टा बाजी गलानी अरे शीघ्र आसुन अपेक्षा करूँ कहीं रंगवती तमें ना आज बहुत सुंदर देखाउची कौन है चुलो तू ना कोनिया गेटअप रे पूरा हिंदी फिल्म हीरोइन पड़िया देखाउची हाँ विश्वास होनी की जमा होनी इस किए कहला एई जदी लोक माने को पचारबी से माने भी सही कथा कहबे तमे पूरा हिंदी फिल्म हीरोइन बलिया देखाउछ टेकीबी को अरे सत कथा तो मु कहि देले एथिरे टेकीबी कोन अच्छा को आमे बाहाबा के तोरे बाहाबा अरे तू बाहाबा पे एते काई व्यस्त होछु ए रसिक भाई अछि माने बाहाघरटा हबो हां रसिक भाई तमे कहलु अरे मु कहली रसिक भाई तू भी मते शेषरे भाई डाकी देलु आ भाई डाकी देली कोन डाकी जत्ते पर पता हमर तमर मोर बाघर न होईची आ तमे मो स्वामी हेले कते बेले सेते तमे डाकी देली ना हेलो रंग मु केबे थिली तो धरम भाई एबे स्वामी ऑलरेडी हेई गलेनी तू कथाटा काई बुझुनु कहलु अरे हमर परा बाहागर पूर्वरु सब किछि हेई गलानी कौन है जाई कौन है जाई आलो हुंडे तू परा मां हवा को जाउछु बुझलो अच्छा सुन आज एई कोर्ट रे हाकिम आगरे हम बाहागर होबो हाकिम हां अरे कोर्ट रो विचारपति हाकिम तांको आगरे हम बाहागरटा होबो तांको आगरे जदी बाघर होबो हां ताले मंत्र पाठ पढिबो के आ होली पकेबो के आ शंख बजेबो के तो पाठ काई व्यस्त होछु कहलु मंत्र पाठटा मु पढी देबिनी आ ताले शंख के बजेबो इस पूरी आहुरी चिंता अरे शंख फुंगिया पाई तरा तू अछु आ ताले होय के दबो इस भूल होइरा तू आ मु आमे दुई जण पके दबा ए रंगवती कोनेला तोर से झपास पाटी भाईटा आसीबा गुरु आमे एठी सब काम सारी दे की पळेई जिला बुझिलो ताले ठीक है माता पिही पका मोर बच्चा मु पड़ी दे हां तमे गोटे भलो फुल माळ पले ने गंडा फुल को लेके आसो अरे जहा हो हमर जेनो तेनो प्रकारे मत लागो करे पळी पडला बुझिबी अरे तू पढनु नो मंत्र पाठटा पर मु पढी दउची तुमी जी को हां ना मु पिले दउची बरा যথা দ্রুত রাষ্ট্রস্য গান্ধারী যথা রামস্য সীতয় যথা রসিক নাগরস্য রঙ্গবতী সরিগলা পরা এনিকি ଆମେ ହେଇଗଲୁ ପୁରା ସ୍ୱାମୀ ସ୍ତ୍ରୀ ଦୁନିଆ ଗଲେ ଆଉ ସେ ଲୁଚା ଛୁପା ପ୍ରେମ ହବ ନାହିଁ ଏଣିକି ଆମେ ଲାଇସେନ୍ସ ପ୍ରାପ୍ତ ହେଇଗଲେ ଆମେ ଏକଦମ ଖୁଲମଖୁଲା ପ୍ୟାର କରିବା ସତରେ ହଁ ହେଲେ ରସିକ ଭାଇ ମୋ ଭାଇ ଜାଣିଲେ ଆରେ ପୁଣି ତୋ ଭାଇକୁ ଏଠି କାହିଁ ପୁରଉଛୁ କହିଲୁ ତୋ ଭାଇଟା ଜାଣିଲେ ବି ଏବେ ଆଉ କିଛି କରିପାରିବନି ଆମର ପୁରା କୋର୍ଟର ହାକିମ ଆଗରେ ବାହାଘର ହବ अरे हाकिमो बाहाघर तू केही केबे अस्वीकार कलानी ଆଉ କିଛି ଅସୁବିଧା ହବାର ନାହିଁ ଏବେ କଣ କରିବା ହଁ ଏବେ କିଛି କରିବା ଦରକାର ନାହିଁ ଏବେ ଆମର ବାହାଘର ଯେହେତୁ ହେଇସାରିଛି
ଏଣିକି ମୁଁ ତତେ ଆମ ଘରକୁ ନେଇଯିବି ଚାଲ ଚାଲ ହଁ ଚାଲ ଆଜି ବୋଲି ଗୋଟେ ରୋମାଣ୍ଟିକ ଦିନରେ ଆମର ବାହାଘର ଲାଇସେନ୍ସ ପାଇଗଲେ ତୁ ଆସୁନୁ ଟିକେ ପାଖକୁ ଲାଗିଆ ଭାଇଟା ପଳେଇ ଆସିଲା ନା କଣ ଭାଇ ଭଳିଆ ଦେଖାଯାଉଛନ୍ତି ନା ଅଧା କାମ ଚାଲିଥିଲା ପୁରା ବି ହେଇପାରିଲାନି ମୁଁ କଣ ଆଶା କରିଥିଲି କଣ ହେଲା ଭାଇ ହଁ କଣ କରିବା ଭାଇ ଆସିଲାଣି ଭାଇ ଆସିଲାନି ଭାଇ ଆସିଲାନି ତାହେଲେ କଣ କରବା ତୁ ସେଇ ରସିକ ଦେବେ ଶୁଣା ତୋତେ ଆଉ କେହି ମିଳିଗଲି ଶୁଣା ମୋ ଭଉଣୀ ଫାଟରେ ଜାଲ ପକେଇ ପୁରା ହୁକ ମାରି ନେଟକେଇ ଦେଲୁ ହଁ ଶାଳକେ ମହାଶୟ ତମେ ଏଥିରେ ହିଷ୍ଟ୍ରି କାହିଁ ହଉଛ ଆରେ ତମ ଭଉଣୀର ଆଉ ମୋର କୋର୍ଟରେ ପରା ବାହାଘର ହେଇଗଲା ଆଉ ତମେ ଏଥିରେ ଖୁସି ହବା କଥା ଜାନି ଯୌତୁକ ଏକଦମ ଫ୍ରି ଶଙ୍କତିଲ ମହାନ୍ତି କିନ୍ତୁ ଆଉ ପାଠ ପଢାନି ଶୁଣାକୁ ଯଦି ଜେନା କରିକି ଥାନା ନ ପୁରେ ମତେ ଜେନାକିରି ଫ୍ଲେକ୍ସରେ ଫସାଇବ ଆରେ ମୁଁ ତମ ଧମକରେ ଡରି ଯିବା ଲୋକ ନୁହେଁ ଆଉ ଆରେ ଥାନା ବଡ ବାବୁ ପରା ମୋ ମଉସା ଡରିବି କାହିଁକି ହେଇନି ତମେ କଣ ପାଇଁ ଡରିବ ତମ ସାଥିରେ ମୁଁ ଅଛି ନା କଥାରେ ଅଛି ନା ବିରାଜି ତ କ୍ୟା କରେଗା କାଜି ଆଉ ଅଲଗା କରିପାରିବ ରନା ଆଉ ଆମେ ଏଥର ସେଠି ହଉ ତମ ମନଙ୍କର ଯଦି ମନଟା ମିଳିଯାଇଛି ଆଉ ତା ଭିତରେ ମୁଁ କାହିଁକି ଅନ୍ଧାର କରିବି ନା ଏଥର କାମଟା ବଢେଇ ଦେଇ ତମେ ଯାଅ ତାହେଲେ ଭାଇ ଯାଉଛନ୍ତି ଜଣେ ଆଶୀର୍ବାଦ କର ଆସୁନ ମୁଣ୍ଡିଆ ମାରେ ମୁଁ ଆଉ ଗୋଟେ କଥା କହିବା ପାଇଁ ଭୁଲିଗଲି ରେ ଶାଳକେ ମହାଶୟ ଯିବା ପୂର୍ବରୁ ମୁଁ ଆଉ ଗୋଟେ କଥାଟା ପୁରା ଏକଦମ ଭୁଲି ଯାଇଛି ଇଏ ଯିବା ପୂର୍ବରୁ ତମ ପାଦ ଧରି ଦେଇକି ଆମକୁ ଆଶୀର୍ବାଦ କର ଯେମିତି ଆମେ ଦୁନିଆରେ ସବୁଠୁ ହିଟ୍ ଯୋଡି ହେଇ ହାଇଲାଇଟ୍ ସଂସାର ଚାଲ ମୁଁ ଯୋଉ କଥାଟା କହିବାର ଥିଲା କହିଦେଲି ଏଣିକି ଯିବା ଆଉ ଟିକେ ମୋର ଅଛି ଭାଇ ଯାଉଛେ ମନ ଦୁଃଖ କରିବେନି ଯାଉଛେ ବାଏ ମୁଁ ପରା ଆହୁରି ଗୋଟେ କଥା କହିବା ପାଇଁ ଭୁଲିଗଲି ଆଜିଠୁ ଠିକ 6 ମାସ ପରେ ତମେ ଷଠି ଭାର ନେଇକି ଆମ ଘରକୁ ଯିବ ଆଉ କେ ମହାଶୟ ଏଥର ଆସୁଛୁ ବାଏ ବାଏ ଭାଇ ଯାଉଛେ ମିଠା ବାଏ ନେଇକି ଯିବ 6 ମାସ ଧୁମଧାମରେ ବାହାଘର କରୁଛି ଭଉଣୀଟା ମୋର ହିଡ଼ ବାଡ଼ ନେଇ ଚମ୍ପଟ ମାରିଦେଲା ହଉ ଯାଉ ଇଏ ତ ବିଧିର ବିଧାନ ଆଉ ଶଳା କହୁଥିଲି ମୁଁ ପୁଅ